କଲନରା ବ୍ଲକର କୈଳାସପୁର ସରକାରୀ ହାଇସ୍କୁଲ ମେଟ୍ରିକ୍ ପରୀକ୍ଷା କେନ୍ଦ୍ରରେ କପି ଯୋଗାଉଥିବା ଅଭିଯୋଗରେ 3 ଶିକ୍ଷକ ହରଡ଼ଗଣାରେ। ରାୟଗଡ଼ା ଜିଲ୍ଲା କଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ 10ମ ପରୀକ୍ଷା ବେଳେ 3 ଜଣ ଶିକ୍ଷକଙ୍କୁ କପି ଦେଉଥିବା ଅଭିଯୋଗରେ ଧରିଛି ଫ୍ଲାଇଂ ସ୍କ୍ୱାଡ୍। ରାୟଗଡ଼ା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନିଙ୍କ ନେତୃତ୍ୱରେ ଆଜି ଅର୍ଥାତ୍ ସୋମବାର ଦିନ ଫ୍ଲାଇଂ ସ୍କ୍ୱାଡ୍ ଯାଞ୍ଚ ପାଇଁ କୈଳାସପୁର ସରକାରୀ ହାଇସ୍କୁଲ ଗସ୍ତ ବେଳେ ସେଠାରେ ବାହାର ସ୍କୁଲର 2 ଜଣ ଶିକ୍ଷକ ପରୀକ୍ଷା ଦେଉଥିବା ପିଲାଙ୍କୁ କପି ଦେଉଥିବା ଜାଣିବାକୁ ପାଇଥିଲେ। ଏହାପରେ ଉକ୍ତ 2 ଜଣ ଶିକ୍ଷକଙ୍କ ସମେତ କେନ୍ଦ୍ର ପରିଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ଜଣାଇଥିଲେ। ଏନେଇ ଚାନ୍ଦିଲି ଥାନାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ କୈଳାସପୁର ଏସ୍ଏସ୍ଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ପରୀକ୍ଷା କେନ୍ଦ୍ର ପରିଚାଳକ ବିଶିକେଶନ ବାଗ, ବଡ଼ଖିଲାପଦର ହାଇସ୍କୁଲର ସ୍ୱରାଜ ବେହେରା, ଭଇମଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶୈଳେନ୍ଦ୍ର ସ୍ୱାଇଁଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିବା ଆଜି ଅର୍ଥାତ୍ ସୋମବାର ଅପରାହ୍ନ ପ୍ରାୟ 4 ଘଟିକା ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ରାମଚନ୍ଦ୍ର ନାଗ ସୂଚନା ଦେଇଛନ୍ତି। ଏହି 2 ଶିକ୍ଷକ ପିଲାଙ୍କୁ ସ୍କୁଲରେ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନର ଉତ୍ତର ଶ୍ରୁତଲେଖନ କରୁଥିବା ଦେଖିଥିଲେ। ଏହି ଘଟଣା ବାବଦରେ ପ୍ରମାଣ ସ୍ୱରୂପ ସ୍କୁଲର ସିସିଟିଭି ଫୁଟେଜ୍ ମଧ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।